ତାକୁ ନମସ୍କାର ଜଣେଇକି ଆଜିର ବ୍ଲଗଟି ମୁଁ ଷ୍ଟାର୍ଟ କରୁଛି। ଖାଇବାରେ ଆଜି ବେଶୀ କିଛି ନ ବନେଇକି ଭେଣ୍ଡି ଆଳୁ ଭଜା ଡାଲି ଟିକେ ବନେଇଦେଲି। ରୋଷେଇବାସ ସରେଇକି ଆସିଲା ଭିତରେ ଗୁଗୁ ଉଠିକି ବସିଛି। ଗୋଟେ ଡାଳିମ୍ବ ଛଡେଇକି ଦେଇଥିଲି, ଗୁଗୁ ଖାଉଛି। ମୁଁ ଏପଟେ କଦଳୀ ଗୋଟେ ଆଣିଥିଲି, କଦଳୀ ଆମ୍ବ ଆଣିକି ମୁଁ ସକାଳ ଜଳଖିଆରେ ଖାଇ ଦେଇଥିଲି। ବି ପଳେଇ ଆସିଲେଣି ଏପଟେ ଦୋକାନରୁ, ତାଙ୍କୁ ଖାଇବା ପାଇଁ ଡାକିଲୁ, ତାଙ୍କେ ମନା କଲେ, କହିଲେ ମୁଁ ଆଜି ଜମା ଖାଇବିନି ଘରେ। ଖାଇବା ପାଇଁ ଡାକିଲୁ, ଗୁଗୁର ବାବା କହିଲେ ନାହିଁ ମୁଁ ଆଜି ଖାଇବିନି, ଆଜି ମୁଁ ବାହାରେ ଖାଇବି, କାହିଁକିନା ଆଜି ଆମ ସବୁ ସାଙ୍ଗସାଥି ମିଶିକି ବିରିୟାନୀ ଆଣୁଛୁ, ବିରିୟାନୀ ମିଶିକି ସମସ୍ତେ ଖାଇବୁ। ମୁଁ କହିଲି କଣ ତମେ ଏକୁଟିଆ ବାହାରେ ଯାଇକି ଖାଇଦବ? କହିଲେ ତମେ ଖାଇବ କି? ନାଇଁ ମୁଁ ଖାଇବିନି। ମୋ ମନରେ ଡର ଥିଲା, କାହିଁ ମୁଁ ଖାଇବିନି, କହିଲେ ଆଣିଦେବେ କି ନାଇଁ। ମୁଁ ଯାଇକି ଫାଇନାଲି ମୋ ପାଇଁ ବିରିୟାନୀ ଆଣିଦେଲେ। ଏଇଠି ଦେଖିପାରୁଥିବେ ମୋ ପାଇଁ ବିରିୟାନୀ ଦେଲେ। ଆଜି ବହୁତ ଦିନ ପରେ ମୁଁ ବିରିୟାନୀ ଖାଇଲି। ଆଣିଦେବି କହୁଛନ୍ତି, ମତେ ଟିକେ ଭଲ ଲାଗୁନି ବାହାରେ ଖାଇବା ପାଇଁ, ସେଥିଲାଗି ସନ୍ଧ୍ୟା 6ଟା ହେଲାଣି। ମୁଁ ଏପଟେ ଚା ବନେଇକି ଘିନି ଆଣିଛି, 2 କପ୍ ଚା ଗୁଗୁର ବାବାକୁ କପ୍ ଦେଇଛି, ମୁଁ କପେ ଚା ପିଇଛି। କାହିଁକିନା ଆଜି ଦୋକାନରୁ ଗୁଗୁର ବାବା ଜଲ୍ଦି ପଳେଇ ଆସିଥିଲେ। ଆଶା କରୁଛି ଆପଣମାନଙ୍କୁ ମୋ ଭିଡ଼ିଓ ଯଦି ଭଲ ଲାଗିଥାଏ ତାହେଲେ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରିଦେବେ। ଦେଖାଅ ଆଉ ଗୋଟେ ନୂଆ ବ୍ଲଗରେ। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।